ଆପଣଙ୍କ ଅଞ୍ଚଳର ଆପଣଙ୍କ ଖବର ନୀଳଚକ୍ର। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ଡ୍ରାମା ପେଣ୍ଡାଲ ସାମ୍ନାରେ ଘୁଙ୍ଗୁର ନୃତ୍ୟାୟନ ତରଫରୁ ଓଡ଼ିଶୀ, ସମ୍ବଲପୁରୀ, ହିପହପ୍ ଓ ଆଧୁନିକ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଛି। ଟିଭି ଓ ମଞ୍ଚ ପରିବେଷଣର ସୁବର୍ଣ୍ଣ ସୁଯୋଗ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ବି ରହିଛି ବୋଲି ନୃତ୍ୟ ଶିକ୍ଷାନୁଷ୍ଠାନର ପରିଚାଳକ ତୋଫାନ ସାମଲ ଓ ସୁଶାନ୍ତ କୁମାର ମହାନ୍ତି କହିଛନ୍ତି। ନୃତ୍ୟ ଗୁରୁ ନଳିନୀ ବିଶ୍ୱାଳ ଓ କାହ୍ନୁ ବିଶ୍ୱାଳ ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାରରେ ବ୍ରହ୍ମପୁରରୁ ଆସି ସକାଳ 10ଟାରୁ 12:30 ଯାଏ ନୃତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। ବ୍ରହ୍ମପୁର, ବୁଗୁଡ଼ା ଓ ଭଞ୍ଜନଗରରେ ମଧ୍ୟ ନୃତ୍ୟ ଶିକ୍ଷାନୁଷ୍ଠାନ ଖୋଲି ନୃତ୍ୟ ଶିକ୍ଷା ପ୍ରଦାନ କରି ଆସୁଛନ୍ତି ଓ ବର୍ତ୍ତମାନ ଜଗନ୍ନାଥ ପ୍ରସାଦରେ ନୂତନ ଭାବେ ନୃତ୍ୟ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି ଓ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଛି। ସମସ୍ତେ ଏହାର ସୁଯୋଗ ନିଅନ୍ତୁ ବୋଲି ନୃତ୍ୟଗୁରୁ ଓ ପରିଚାଳକ କହିଛନ୍ତି। ଜଗନ୍ନାଥ ପ୍ରସାଦରେ କୌଣସି ଶିକ୍ଷାନୁଷ୍ଠାନ ନଥିଲା। ନୃତ୍ୟ ଶିକ୍ଷା ପ୍ରଦାନ କରିବା ପାଇଁ ତୋଫାନ ସାମଲ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ପ୍ରଚେଷ୍ଟା ଓ ପରିଚାଳନାରେ ବର୍ତ୍ତମାନ ନୂତନ ଭାବେ ଜଗନ୍ନାଥ ପ୍ରସାଦରେ ଘୁଙ୍ଗୁର ନୃତ୍ୟାୟନ ତରଫରୁ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଛି। ତେଣୁ ଏହାର ସୁଯୋଗ ନେବା ପାଇଁ ଶ୍ରୀ ସାମଲ ଓ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ବ୍ୟୁରୋ ରିପୋର୍ଟ, ନୀଳଚକ୍ର ଲାଇଭ୍। ସାର୍, ମୋର ନାମ ହେଉଛି ନଳିନୀ ବିଶ୍ୱାଳ। ମୁଁ ବ୍ରହ୍ମପୁରରୁ ଆସିଛି। ଅଲରେଡ଼ି ମୋର +3 ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଛି ଆର୍ଟ୍ସରେ। ଆଉ ଏଠି ଆମେ ଡାନ୍ସ ଶିଖାଇବାକୁ ଆସୁଛୁ ୱାନ୍ ୱିକ୍ ହେଲା। ଆଉ ଏଠି ଜଗନ୍ନାଥ ପ୍ରସାଦରେ ନୂଆ ଓପେନ୍ ହେଇଛି। ଏଠି ଆମର ଓଡ଼ିଶୀ, ଦେନ୍ ମଡ଼ର୍ଣ୍ଣ, ହିପହପ୍, ବଲିଉଡ଼, ସମ୍ବଲପୁରୀ ବହୁତ ପ୍ରକାରର ବିଭିନ୍ନ ପ୍ରକାରର ଡାନ୍ସ ଆମେ ଏଠି ଶିକ୍ଷା ଦେଉ। ଆଉ ଆମର ଅଲରେଡ଼ି ବ୍ରହ୍ମପୁରରେ ଗୋଟେ ବ୍ରାଞ୍ଚ ଅଛି, ବୁଗୁଡ଼ାରେ ଗୋଟେ, ଆଉ ଭଞ୍ଜନଗରରେ ଅଛି। ଦେନ୍ ଏବେ ଏଠି ନୂଆ ଓପେନ୍ ହେଇଛି। ତ ମୋର ରିକ୍ୱେଷ୍ଟ କି ସମସ୍ତେ ଆସନ୍ତୁ, ବହୁତ କିଛି ବିଭିନ୍ନ ପ୍ରକାରର ଡାନ୍ସ ଶିଖିବାର ସୁଯୋଗ ନିଅନ୍ତୁ। ଥ୍ୟାଙ୍କ ୟୁ। ମୋ ନାଁ କାହ୍ନୁ ବିଶ୍ୱାଳ। ମୁଁ ବ୍ରହ୍ମପୁରରୁ ଆସିଛି। ଏଠି ଆମର ନୂତନ ଗୋଟିଏ ଡ୍ୟାନ୍ସ କ୍ଲାସ୍ ଓପେନ୍ ହେଲା, ଯାହାର ନାମ କି ଘୁଙ୍ଗୁର ନୃତ୍ୟାୟନ ନାମରେ ଅଛି। ଆଉ ଏଠି ଆମେ ବିଭିନ୍ନ ପ୍ରକାର ଡ୍ୟାନ୍ସ ଷ୍ଟାଇଲ୍, ବଲିଉଡ଼, ହିପହପ୍, ଓଡ଼ିଶୀ ହେଉ କିମ୍ବା ମଡ଼ର୍ଣ୍ଣ ଡ୍ୟାନ୍ସ ଏଠି ଶିକ୍ଷା ଦାନ କରାଯାଏ। ତ ଆପଣମାନଙ୍କୁ ବହୁତ ରିକ୍ୱେଷ୍ଟ, ଆପଣମାନେ ଆସନ୍ତୁ, ଜଏନ୍ କରନ୍ତୁ ଆଉ ବିଭିନ୍ନ ପ୍ରକାରର ନୃତ୍ୟ ଶିକ୍ଷାର ଲାଭ ଉଠାନ୍ତୁ। ଥ୍ୟାଙ୍କ ୟୁ। ମୋ ନାଁ ତୋଫାନ କୁମାର ସାମଲ। ମୁଁ ଶ୍ରୀଅରବିନ୍ଦ ପୁଣ୍ୟାର ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରୁଛି ଏବଂ ଜନପ୍ରସାଦ ଆମ ଘର। ମୁଁ ଚାହିଁଲି ଆମ ଜନପ୍ରସାଦରେ ଗୋଟେ ନୃତ୍ୟ କ୍ଲାସ୍ କରିବା ଆବଶ୍ୟକ। ଏଠି ଛୋଟ ଛୋଟ କୁନି କୁନି ପିଲାମାନଙ୍କୁ ଓଡ଼ିଶୀ ନୃତ୍ୟ, କ୍ଲାସିକାଲ ନୃତ୍ୟ ଏସବୁ ନିହାତି ଦରକାର। ସେଥିପାଇଁ ମୁଁ ସାର୍ମାନଙ୍କ ସହିତ କଣ୍ଟାକ୍ଟ କଲି ଏବଂ ଆମ ଅଞ୍ଚଳରେ ଗୋଟିଏ ନୃତ୍ୟାୟନ କେନ୍ଦ୍ର, ଶିକ୍ଷା କେନ୍ଦ୍ରଟେ ଖୋଲିବା ପାଇଁ ଆମେ ନିଷ୍ପତ୍ତି ନେଲୁ। ତେଣୁ ଏଥିପାଇଁ ଆପଣମାନେ ସମସ୍ତେ ସହଯୋଗ କରନ୍ତୁ ଏବଂ ସାର୍ମାନଙ୍କୁ ପିଲାମାନଙ୍କୁ ଉତ୍ସାହିତ କଲେ ଏହି ଶିକ୍ଷା କେନ୍ଦ୍ରଟି ଆଗକୁ ଆଗକୁ ଯିବ। ମୁଁ ସେଥିପାଇଁ ସମସ୍ତଙ୍କୁ ପୁଣି ଥରେ ଅନୁରୋଧ କରୁଛି, ସମସ୍ତେ ଆମେ ସହଯୋଗ କରିବା ଏହି ଶିକ୍ଷା କେନ୍ଦ୍ରକୁ ଆଗକୁ ନେବା। ଧନ୍ୟବାଦ। ମୋ ନାଁ ସୁଶାନ୍ତ କୁମାର ମହାନ୍ତି। ମୁଁ ଶ୍ରୀଅରବିନ୍ଦ ସ୍କୁଲରେ ଶିକ୍ଷକତା କରୁଛି। ମୁଁ ଆଗରୁ ବି ଚାହିଁଥିଲି ଆମ ଅଞ୍ଚଳରେ ଗୋଟେ ଘୁଙ୍ଗୁର ନୃତ୍ୟାୟନ ବା ନୃତ୍ୟ କ୍ଲାସ୍ ହେବ ବୋଲି, କିନ୍ତୁ ତା'ର କୌଣସି ସୁବିଧା ବା ସହଯୋଗ ମିଳିପାରିନଥିଲା। ମୋର ଗୋଟେ ବନ୍ଧୁ, ସିନିୟର ବନ୍ଧୁ, ତାଙ୍କର ସହାୟତାରେ ଆଜି ଏଇଠି ଖୋଲିପାରିଛି, ଯାହାକି ମୁଁ ବହୁତ ଖୁସି ଅଛି ଓ ସାର୍ମାନଙ୍କୁ ବହୁତ ଧନ୍ୟବାଦ ଦେଉଛି। ସେମାନେ ବହୁତ ଦୂରରୁ ଆସିକି ଆମକୁ ସହଯୋଗ କରିଛନ୍ତି, ଯେଉଁଟାକି ପିଲାମାନେ ବହୁତ ଦୂର ଦୂରକୁ ଯାଇକି ଶିଖିପାରୁନଥିଲେ। ସେଥିପାଇଁ ଏଇଠି ଆସିକି ବହୁତ ସହଜରେ ଓ ସୁବିଧାରେ ଶିଖିପାରୁଛନ୍ତି। ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଏଇଠି ଆସି ଆମ କ୍ଲାସ୍ରେ ନୃତ୍ୟ କ୍ଲାସ୍ରେ ଜଏନ୍ କରନ୍ତୁ ଏବଂ ନିଜ ଶିଶୁମାନଙ୍କୁ ଶାରୀରିକ, ମାନସିକ ବା ନୃତ୍ୟ ଶିକ୍ଷା କରିକି ଉପଲବ୍ଧ କରନ୍ତୁ।